ଅଜା, ଜଙ୍ଗଲରେ ନିଆଁ ଲାଗିଲେ ମାଙ୍କଡ଼ ବାହାଘର ହୁଏ କି? ଆରେ ନାତିଆ, ନାହିଁ ରେ, ଏଇଟା ମାଙ୍କଡ଼ ବାହାଘର ନୁହେଁ। ଏହା ପ୍ରକୃତି ଏବଂ ମାନବ ସମାଜର ବିନାଶର ସଂକେତ। କାହିଁକି? କାରଣ ଜଙ୍ଗଲରୁ ଆମକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜୀବନ ଧାରଣ ପାଇଁ ସମ୍ବଳ ମିଳେ। କଣ କଣ ମିଳେ କି? ଜଙ୍ଗଲରୁ ଆମକୁ ଖାଦ୍ୟ, ବାସଗୃହ, ଜଙ୍ଗଲ ପାଇଁ ବର୍ଷା ହୁଏ ଏବଂ ଜଳବାୟୁ ପାଣିପାଗ ନିୟନ୍ତ୍ରଣ ହେବା ସହ ସମସ୍ତ ଜୀବଜନ୍ତୁଙ୍କ ପାଇଁ ସୁସ୍ଥ ପରିବେଶଟିଏ ମିଳେ। ଜଙ୍ଗଲ ପୋଡ଼ିଲେ କଣ ହୁଏ? ଆରେ ନାତିଆ, ନିଆଁ ଯୋଗୁଁ ଜଙ୍ଗଲ ସମ୍ପଦ ଓ ମାନବ ସମ୍ପଦ ନଷ୍ଟ ହେବା ସହିତ ପରିବେଶ ପ୍ରଦୂଷିତ ହୋଇଥାଏ, ଆଉ ପରିବେଶର ତାପମାନ ମଧ୍ୟ ବୃଦ୍ଧି ପାଇଥାଏ। ଲୋ ଅଜା, ଜଙ୍ଗଲ ସମ୍ପଦ କଣ ଏବଂ ଏହା ନଷ୍ଟ କେମିତି ହୁଏ? ଆରେ ଜଙ୍ଗଲ ସମ୍ପଦ ଗୁଡ଼ିକ ହେଲା ମୂଲ୍ୟବାନ ବୃକ୍ଷରାଜି, ଔଷଧୀୟ ବୃକ୍ଷ, ମୃତ୍ତିକା ଓ ଜୀବଜନ୍ତୁ ଆଦି ଖରାଦିନେ ନିଆଁ ଲାଗିଲେ ପୋଡ଼ି ନଷ୍ଟ ହୋଇଯାଏ। ଜଙ୍ଗଲରେ ଖରାଦିନେ କେମିତି ନିଆଁ ଲାଗେ? ଖରାଦିନେ ଜଙ୍ଗଲରେ ଗଛର ପତ୍ର ସବୁ ଶୁଖି ପଡ଼ିଥାଏ। ଯଦି କେହି ଦୁଷ୍ଟ ବ୍ୟକ୍ତି ସେଥିରେ ନିଆଁ ଲଗାଇ ଦିଏ, ତାହା ଜଳି ଉଠେ ଏବଂ ଜଙ୍ଗଲ ପୋଡ଼ି ପୋଡ଼ି ଶିଖରକୁ ମାଡ଼ିଯାଏ। କଣ କଲେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିପାରିବା? ଆରେ ନାତିଆ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କଣ ନ କରିବା ସେଇଟା ପଚାରେ। ହଉ ଅଜା, କଣ ନ କରିବା ଆବଶ୍ୟକ ସେଇଟା କୁହ ଆଗ। ହଉ ଶୁଣୁ, ଜଙ୍ଗଲ ମଧ୍ୟରେ ବା ଚଲା ବାଟରେ ଧୂମ୍ରପାନ କରିବ ନାହିଁ। ଗାଈ ଗୋରୁ ଚରାଳୀଙ୍କୁ ଜଙ୍ଗଲରେ ନିଆଁ ଲଗାଇବା ପାଇଁ ବାରଣ କରିବା ଆବଶ୍ୟକ। କେନ୍ଦୁପତ୍ର ତୋଳିବା ପାଇଁ ଆମେ ଜଙ୍ଗଲରେ ନିଆଁ ନ ଲଗାଇବା ଉଚିତ। ଖରାଦିନେ ଯଦି କୌଣସି ବ୍ୟକ୍ତି ସଂରକ୍ଷିତ ଓ ସୁରକ୍ଷିତ ଜଙ୍ଗଲ ଭିତରେ ବୁଲୁଥିବାର ଦେଖିବାକୁ ମିଳେ, ସେ ଓଡ଼ିଶା ବନ ଆଇନ ଧାରା ଅନୁଯାୟୀ ଦଣ୍ଡିତ ହେବେ। ହଉ ଅଜା, କଣ ନ କରିବା? ମହୁଲ ଏବଂ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଗଛ ମୂଳରେ ନିଆଁ ଲଗାଇବେ ନାହିଁ। ଜଙ୍ଗଲ ପାଖ ଜମିରେ ଥିବା ପୁଆଳ ଗଦାରେ ନିଆଁ ଲଗାଇବେ ନାହିଁ। ଯେଉଁ ଚାଷୀର ଜମି ଜଙ୍ଗଲ ପାଖରେ ଅଛି, ପାଉଁଶ ପାଇଁ ଜଙ୍ଗଲରେ ନିଆଁ ଲଗାଇବେ ନାହିଁ। ପ୍ରାତଃ ସମୟରେ ଜାଳ କାଠ ସଂଗ୍ରହ କରିବା ପାଇଁ ଗଲାବେଳେ ସେକି ହେବା ପାଇଁ ନିଆଁ ଲଗାନ୍ତୁ ନାହିଁ। ଅଜା, ତାହେଲେ ଆଉ କଣ ନ କରିବା ଉଚିତ? ଜଙ୍ଗଲରେ ନିଆଁ ଲାଗିଥିଲେ ସମ୍ପୂର୍ଣ୍ଣ ଭାବେ ନିଆଁ ନ ଲିଭେଇ ଫେରନ୍ତୁ ନାହିଁ। ଗାଈ ଗୋରୁ ଖାଦ୍ୟ ପାଇଁ କଅଁଳିଆ ଘାସ ବଢ଼େଇବା ପାଇଁ ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ଓ ଜଙ୍ଗଲ ପୋଡ଼ି ସମୟରେ କାଠ କୋଇଲା ତିଆରି କରନ୍ତୁ ନାହିଁ। ଅଜା, ଆଉ କଣ? ରହରେ ନାତିଆ, ଟିକିଏ ଥୟ ଧର। ଏବେ କଣ କରିବା ସେଗୁଡ଼ିକ ବି ଜାଣିବା ଆବଶ୍ୟକ। ଅଜା, ତାହେଲେ କୁହ କଣ କରିବା ଉଚିତ? ହଉ ଶୁଣୁଥାରେ ନାତି ଟୋକା, ଜଙ୍ଗଲରେ ନିଆଁ ଲାଗିଲେ କଞ୍ଚା ଡାଳ ସାହାଯ୍ୟରେ ତାକୁ ଲିଭାଇ ଦେବା। ଜଙ୍ଗଲକୁ ଶିକାରୀମାନେ ଯାଉଥିବା ଆଭାସ ମିଳିଲେ ବନ ବିଭାଗକୁ ସୂଚନା ଦେବା। ବନ ସୁରକ୍ଷା ସମିତି ସଭ୍ୟମାନେ ତାଙ୍କ ଜଙ୍ଗଲରେ ଅଗ୍ନି ନିରୋଧ ରେଖା ତିଆରି କରି ପ୍ରତିବର୍ଷ ଏହି ରେଖାକୁ ଝାଡ଼ୁ ମାରି ସଫା କରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ନିଆଁ ଲାଗିଲେ ତୁରନ୍ତ ଲିଭାଇବା ସହିତ ଜଙ୍ଗଲ ବିଭାଗକୁ ନିଆଁ ଲିଭାଇବାରେ ସାହାଯ୍ୟ କରାନ୍ତୁ। ଅଜା, କଣ ଏତିକି କରିଲେ ନିଆଁକୁ ଆମେ ରୋକିପାରିବା? ଆରେ ନାହିଁ ରେ, ଜଙ୍ଗଲ ପୋଡ଼ି ଆରମ୍ଭ ହେବା ମାତ୍ରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହିତ ବନ ବିଭାଗ କଣ୍ଟ୍ରୋଲ ରୁମ୍କୁ ତୁରନ୍ତ ଖବର ଦେବା ଏବଂ ଜଙ୍ଗଲ ପୋଡ଼ି ଦ୍ୱାରା ହେଉଥିବା କ୍ଷୟକ୍ଷତିର ପ୍ରାଦୁର୍ଭାବ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା। ବନ ସୁରକ୍ଷା ସମିତିରେ ସଚେତନତା ମାଧ୍ୟମରେ ଜଙ୍ଗଲ ପୋଡ଼ିର ଭୟାବହତା ବିଷୟରେ ଲୋକମାନଙ୍କୁ ଜଣାନ୍ତୁ। ଜଙ୍ଗଲ ନିଆଁ ଲିଭେଇ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନେବା ଏବଂ ସତର୍କତା ଅବଲମ୍ବନ କରିବା ଉଚିତ। ଜଙ୍ଗଲ ପାଖରେ ଥିବା ଅଧିବାସୀମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱ ଅଟେ। ସେମାନେ ବନାଗ୍ନି ଲିଭେଇବା ସମୟରେ ବନ ବିଭାଗ କର୍ମଚାରୀଙ୍କୁ ସାହାଯ୍ୟ କରିବା ଉଚିତ। ହଉ, ଏତେ କଥା ତ ହେଲା। ଯଦି କେହି ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଏ, ତାହେଲେ ସରକାରଙ୍କ ଦ୍ୱାରା ତାହା ପାଇଁ କଣ ଦଣ୍ଡବିଧାନ ଅଛି? ଆରେ ତୁ ତ ଭଲ ବୁଦ୍ଧିମାନ କଥା ପଚାରିଲୁ। ଶୁଣୁ,
ଯଦି କେହି ଜାଣିଶୁଣି ସୁରକ୍ଷିତ ଏବଂ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଏ ତେବେ ତାକୁ ଓଡ଼ିଶା ଜଙ୍ଗଲ ଆଇନ 1972 ଧାରା 27 ଏବଂ 37 ଅନୁଯାୟୀ 1 ବର୍ଷରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ 1000 ଟଙ୍କାରୁ 10,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ଯଦି କେହି ଜାଣିଶୁଣି ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନରେ ନିଆଁ ଲଗାଏ ତେବେ ତାକୁ ବନ୍ୟଜନ୍ତୁ ସୁରକ୍ଷା ଆଇନ 1972 ଧାରା 30 ଏବଂ 51(1) ଅନୁଯାୟୀ 3ରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ 50,000 ଟଙ୍କାରୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ଓହୋ, ସରକାରଙ୍କର ଏତେ ଗୁଡ଼ିଏ ଦଣ୍ଡ ବିଧାନ ଅଛି। ତେବେ ସାଧାରଣ ସମାଜକୁ ଏ ବିଷୟରେ ଅବଗତ କରିବା ସହିତ ଜଙ୍ଗଲ କ୍ଷୟକ୍ଷତିର ସମାଜ ଉପରେ କୁପ୍ରଭାବ ବିଷୟରେ ଜଣେଇବା। ଯାହା ହଉ, ନାତି ଟୋକା ଏବେ ବୁଝିଲା ଠିକ୍। ଏମିତି ସାଧାରଣ ଜନତା ବି ବୁଝିବା ଦରକାର। ଦୁନିଆ ବଜାରରେ କୋଟି ହୀରା ନୀଳା ମୋତିମାଣିକର ମୂଲ। ଜଙ୍ଗଲ ଭୂମିକା ମୂଲ୍ୟାଙ୍କନ କଲେ କିଏ ହେବ ତାର ତୁଲ।